ଆଉ ମାଲିକେ ଆମ ଓଡ଼ିଶାରେ ତ ଏବେ ସବୁ ଗୋଟେ ଗୋଟେ ବେଲେ କହିଲେଣି ଆମେ ଗୋଟେ ଗୋଟେ ଆଇନ ମନ୍ତ୍ରୀ, ଆମେ ମାନେ ଯାହା କରିବୁ ସବୁକିଛି ଠିକ୍ କରିବୁ। ଏବେ ଯେଉଁ ବାଲିଅନ୍ତାରେ ଯେଉଁ ପିଲାଟିକି ବାଡ଼େଇକି ମାରିଦେଲେ ତାର ଦୋଷୀ କିଏ ଦୋଷୀ? ଭାଇ ମୁଁ ମାନୁଛି ତମେ ଯେ ବାଡ଼େଇଲ ଠିକ୍ କଲ ଭାଇ, ସେ ଝିଅ କହୁଛି କି ମୋତେ ରେପ୍ କରିବା ପାଇଁ ଆଟେଣ୍ଡ କରିଥିଲା କି କ'ଣ କରିଥିଲା। ଏବେ ଆମ ଭାରତରେ ରେପ୍ ସଂଖ୍ୟା ବଢ଼ୁଛି। ମୁଁ କହୁଛି କି ଯାହା କଲ ଠିକ୍ କଲ, କିନ୍ତୁ ତମେ ଜାଣିଛ ସେ ସତରେ ସେୟା କରିଛି କି ନାହିଁ? ତମେ ତା ତଦନ୍ତ କରିଥିଲ ନା? ବାସ୍ 5 ଜଣ ଭିଡ଼ ଭିତରୁ ଜଣେ ବାହାରିଲା କହିଦେଲା ହଁ ଆକୁ ବାଡ଼େଇ ମାରିଦେବା, ସମସ୍ତେ ତୁମେ ରେଡ଼ି ହେଇଗଲ। ଥରେ ଜାଣି ନେବାର ଥିଲା ନା, ସେଠି ପୋଲିସକୁ ବି ଯାଇକି ତୁମେ ରିପୋର୍ଟ ଦେଇପାରିଥାନ୍ତ ୟାର। କିନ୍ତୁ ଯଦି ସେ ପିଲାଟା ନିର୍ଦ୍ଦୋଷ ହେଇଥିବ, ଯଦି ଭୁଲରେ ତୁମେ ତାକୁ ଅଜାଣତରେ ବାଡ଼େଇ ମାରି ଦେଇଥାଅ, ତା ପରିବାରର କ'ଣ ହେବ କି ଭାବିଛ? ନାଇଁ ତମେ ତ ଶ୍ୱଶୁର କହିଲ ଆମେ ଗୋଟେ ଗୋଟେ ସବୁ ଆଇନ ମନ୍ତ୍ରୀ, ଆମେ ଯାହା କରିବୁ ସବୁ ହେଇଯିବ। ବେଲେ ଆମର କଳିଯୁଗଟା ଆମର ଓଡ଼ିଶାରୁ ହିଁ ଆରମ୍ଭ ହେବ। ତୁମମାନଙ୍କ ପାଇଁ ଆମ କଳିଯୁଗଟା ଆମ ଓଡ଼ିଶାରୁ ହିଁ ଆରମ୍ଭ ହେବ। ଶଳା ଗୋଟେ ଗୋଟେ କରି ସବୁ ମରିବ। ଧନ୍ୟ ଧନ୍ୟ।